ଚେତକ ଜାଣିଥିଲା ଆଜି ଯଦି ସେ ଅଟକିଯିବ। ଆପଣମାନେ ସମସ୍ତେ ମେବାରର ରାଜା ରାଣା ପ୍ରତାପଙ୍କ ନାଁ ଶୁଣିଥିବେ। ଆଜି କିନ୍ତୁ ଆମେ ଶୁଣିବା ସେଇ ରାଣା ପ୍ରତାପଙ୍କର ସାଥୀ ନୀଳ ରଙ୍ଗର ଘୋଡ଼ା ଯାହାର ନାମ ଥିଲା ଚେତକ। ସେ କିପରି ଜୀବନ ବ୍ୟାପୀ ପ୍ରଭୁଙ୍କର ଭକ୍ତ ହୋଇ ଗୋଟେ ମାଲିକର ସେବା କରି ଏବଂ ଶେଷରେ ଦେଶ ମା ପାଇଁ ଜୀବନକୁ ଉତ୍ସର୍ଗ କରିଥିଲା। ଚେତକ କେବଳ ଏକ ପଶୁ ନଥିଲା ବନ୍ଧୁ, ଚେତକ ଥିଲା ବୀରତ୍ୱ, ବୁଦ୍ଧିମତା ଏବଂ ନିଃସ୍ୱାର୍ଥପରତାର ପ୍ରତୀକ, ଯିଏ ଜୀବନର ଶେଷ ରକ୍ତବିନ୍ଦୁ ପର୍ଯ୍ୟନ୍ତ ମାଲିକ ଏବଂ ମାତୃଭୂମିର ସେବା କରି ଚାଲିଥିଲା। 1576 ମସିହା ଜୁଲାଇ 18 ତାରିଖ ହଳଦୀ ଘାଟିର ସେହି ଭୟଙ୍କର ମଇଦାନରେ ମୋଗଲ ସେନା ବିପକ୍ଷରେ ଚାଲିଥିଲା ରକ୍ତାକ୍ତ ସଂଘର୍ଷ। ଯୁଦ୍ଧ ସମୟରେ ମୋଗଲ ସେନାପତି ମାନ ସିଂ ତାଙ୍କ ହାତୀ ଶୁଣ୍ଢରେ ଗୋଟିଏ ବିଷାକ୍ତ ତରବାରୀ ବାନ୍ଧି ଦେଇଥିଲେ। ଯେତେବେଳେ ଚେତକ ଘୋଡ଼ା ଆଡ଼କୁ ହାତୀ ମାଡ଼ି ଆସୁଥିଲା, ସେତେବେଳେ ରାଣା ପ୍ରତାପଙ୍କୁ ରକ୍ଷା କରିବା ପାଇଁ ତାଙ୍କର ସାଥୀ ପ୍ରିୟ ଘୋଡ଼ା ଚେତକ ହାତୀ ମୁଣ୍ଡ ଉପରକୁ ଗୋଡ଼ ଉଠାଇ ଦେଇଥିଲା। ଠିକ୍ ସେତିକିବେଳେ ହାତୀଟି ଶୁଣ୍ଢ ଏପଟକୁ ସେପଟକୁ ବୁଲାଇବା ଫଳରେ ସେହି ତରବାରୀଟି ଚେତକ ଘୋଡ଼ାର ଗୋଟିଏ ଗୋଡ଼ରେ ବାଜି ସେ ଗୋଡ଼ଟିକୁ ଦିଗଡ଼ କରିଦେଇଥିଲା। ଆସନ୍ନ ବିପଦକୁ ଲକ୍ଷ୍ୟ କରି ବୁଦ୍ଧିମାନ ଚେତକ ଘୋଡ଼ା, ବିଶ୍ୱସ୍ତ ଚେତକ ଘୋଡ଼ା ତାର ଗୋଟିଏ ଗୋଡ଼ କଟି ଯାଇଥିଲେ ମଧ୍ୟ ତାର 3 ଗୋଡ଼ ସାହାଯ୍ୟରେ ଯୁଦ୍ଧର ଚକ୍ରବ୍ୟୂହ ଭିତରୁ ବାହାରି ରାଣା ପ୍ରତାପଙ୍କୁ ପିଠିରେ ବସାଇ ଆଗକୁ ଦୌଡ଼ୁଥିଲା। ଧାର ଧାର ହୋଇ ତା ଗୋଡ଼ରୁ ରକ୍ତ ବହି ଚାଲୁଥିଲା, କିନ୍ତୁ ସେହି 3ଟି ଗୋଡ଼ରେ ସେ ସେଠାରୁ 5 କିଲୋମିଟର ପର୍ଯ୍ୟନ୍ତ ଏକା ନିଶ୍ୱାସରେ ଦୌଡ଼ ମାରିଥିଲା। ଠିକ୍ 5 କିଲୋମିଟର ଯିବା ପରେ ଗୋଟିଏ ପାର୍ବତ୍ୟ ନଦୀ ପଡ଼ିଥିଲା, ଯେଉଁ ନଦୀର ଓସାର ଥିଲା 22 ଫୁଟ। ଚେତକକୁ କିନ୍ତୁ ଜଣାଥିଲା ମୋଗଲ ସେନାମାନେ ତାର ମାଲିକର ପଶ୍ଚାତଧାବନ କରୁଛନ୍ତି, ତାକୁ ଅନୁସରଣ କରୁଛନ୍ତି। ଯଦି ସେ କ୍ଷଣେ ମାତ୍ର ସେଠି ବିଳମ୍ବ କରିବ, ତେବେ ଶତ୍ରୁମାନେ ମୋ ମାଲିକର ସର୍ବନାଶ କରିଦେବେ। ଚେତକ ଜାଣିଥିଲା ଆଜି ଯଦି ସେ ଅଟକିଯିବ, ମେବାରର ସ୍ୱାଭିମାନ ଧ୍ୱଂସ ହୋଇଯିବ। ସେ ନିଜର ଶରୀରର ସମସ୍ତ ଶକ୍ତିକୁ ଏକାଠି କରି ତାର କଟା ଗୋଡ଼କୁ ଖାତିର ନକରି ପାର୍ବତ୍ୟ ନଦୀର ଗୋଟିଏ ପଟରୁ ଅନ୍ୟ ପଟକୁ ସେ ଲମ୍ପ ଦେଇଥିଲା। ନଦୀ ପାର ହେବା ପରେ ରାଣା ପ୍ରତାପ ସୁରକ୍ଷିତ ହୋଇଗଲେ, କିନ୍ତୁ ଚେତକର ଶରୀରରୁ ଅଜସ୍ର ରକ୍ତ ବହି ଯାଇଥିଲା ବନ୍ଧୁ, ଅଜସ୍ର ରକ୍ତ ବହି ଯାଇଥିଲା। ବିଶ୍ୱସ୍ତ ଚେତକ ଘୋଡ଼ା କଚାଡ଼ି ହୋଇ ପଡ଼ିଥିଲା। ରାଣା ପ୍ରତାପ ଆଉ କିଛି ଉପାୟ ନ ପାଇ ସେ ଚେତକ ଘୋଡ଼ାର ମୁଣ୍ଡକୁ କୋଳରେ ରଖି ଆଉଁଶୁଥିଲେ ଏବଂ ସେଇ ରାଣା ପ୍ରତାପଙ୍କ କୋଳରେ ବିଶ୍ୱସ୍ତ ବନ୍ଧୁ ଅଶ୍ୱ ଚେତକର ସେଦିନ ପ୍ରାଣବାୟୁ ଉଡ଼ି ଯାଇଥିଲା। ଇତିହାସରେ ପ୍ରଥମ ଥର ପାଇଁ ଜଣେ ବୀର ରାଜା ତାଙ୍କର ସାଥୀ ଗୋଟିଏ ପଶୁ ଘୋଡ଼ା ପାଇଁ ବାହୁନି କାନ୍ଦୁଥିଲେ। ଚେତକର ହିଁ ତ୍ୟାଗ ଆମକୁ ଶିକ୍ଷା ଦିଏ ପ୍ରକୃତ ବନ୍ଧୁ କିଏ। ଚେତକର ଏହି ତ୍ୟାଗ ଆମକୁ ଶିକ୍ଷା ଦିଏ ଏ ସଂସାରରେ ପ୍ରକୃତ ବନ୍ଧୁ ହେବାକୁ ହେଲେ କ'ଣ କରିବାକୁ ହୁଏ। ରାଣା ପ୍ରତାପଙ୍କ ପାଇଁ ଚେତକ ଘୋଡ଼ାର ତ୍ୟାଗ ଆମ ହୃଦୟକୁ ଚେତେଇ ଦେଉ ବନ୍ଧୁ। ଗୋଟିଏ ବନ୍ଧୁ ପାଇଁ ମଣିଷ କ'ଣ କରିବା ଉଚିତ। ପ୍ରକୃତ ସମ୍ପର୍କ, ବିଶ୍ୱାସ ଏବଂ କର୍ତ୍ତବ୍ୟ ପାଇଁ ନିଜ ଜୀବନକୁ ବାଜି ଲଗାଇବାକୁ ପଡ଼ିଥାଏ ବନ୍ଧୁ। ଇଏ ସ୍ୱାର୍ଥପର ସମାଜରେ ମଣିଷ ଯେଉଁଠି ମଣିଷର ଉପକାର ଭୁଲି ଯାଉଛି, ବନ୍ଧୁ ଯେଉଁଠି ବନ୍ଧୁର ବିଶ୍ୱାସଘାତକ ସାଜୁଛି, ସେଠାରେ ଚେତକର ଏହି ଜୀବନ ବ୍ୟାପୀ ତ୍ୟାଗ ଇଏ ସମାଜର ଆଖି ଖୋଲିଦେବା ପାଇଁ ଗୋଟିଏ ବିରାଟ ସତର୍କ ଘଣ୍ଟି ବନ୍ଧୁ, ବିରାଟ ସତର୍କ ଘଣ୍ଟି। ହେ ବନ୍ଧୁମାନେ, ନିଜକୁ ବିଶ୍ୱସ୍ତ କରନ୍ତୁ, ନିଜକୁ ସତ୍ୟ ରାସ୍ତାରେ ନିଅନ୍ତୁ। କର୍ତ୍ତବ୍ୟର ଆହ୍ୱାନକୁ ସମସ୍ତେ ଆପଣେଇ ନିଅନ୍ତୁ, ମାନି ନିଅନ୍ତୁ। ଏ ଭାରତ ପୁଣି ସୁନାର ଭାରତ ହୋଇଯିବ ବନ୍ଧୁ। ଆମ ସମସ୍ତଙ୍କ କଣ୍ଠରେ ବାଜି ଉଠୁଥିବ ବନ୍ଦେ ମାତରମ୍, ବନ୍ଦେ ମାତରମ୍, ବନ୍ଦେ